ହ୍ୟାଲୋ ଚାଲ ଆଜି ତ ଆଇଁଷ ଆସିବ କିଛି ଆଉ ମୁଁ ଫାଷ୍ଟ ଗାଧୋଇ ପଡ଼ିଲି ତାକୁ ପୂଜା କରିଦେଲି। ପୂଜା କରିସାରିଲା ପରେ ଆମେ ରୋଷେଇ ପାଇଁ ବସେଇବା। ମୋ ପୂଜା ତ ହେଇଗଲାଣି, ଏବେ ଚାଲ ରୋଷେଇ ଷ୍ଟାର୍ଟ କରିବା। ଭାତ ହେଇସାରିଲା ପରେ ମାଛ ତରକାରୀଟା କରିବି। ଆଉ ବହୁତ ଟେଷ୍ଟ ହେଇଥିଲା। ଦେଖନ୍ତୁ କେତେ ସୁନ୍ଦର ଭାବେ ହେଇଛି। ଆପଣମାନେ ଏଇ ଭାବେ ଟ୍ରାଏ କଲେ ଆଉ ବହୁତ ପରଫେକ୍ଟ ମାଛ ତରକାରୀ ହେବ ବିନା ଗ୍ରାଇଣ୍ଡିଙ୍ଗ କରିକିରି। ଯିଏ ସବୁ ହଷ୍ଟେଲରେ ରହୁଛନ୍ତି ବା ତ ଗ୍ରାଇଣ୍ଡର କିଛି ଖରାପ ହେଉଛି କି କ'ଣ ହେଉଛି, ଆମେ ତ କଷ୍ଟ ହେଉଛି ମସଲା କରିବାକୁ, କିନ୍ତୁ ଏଇ ଭାବେ କଲେ ଆପଣମାନେ ଗ୍ରାଇଣ୍ଡିଙ୍ଗ ବି ଦରକାର ନାହିଁ, ଛେଚା ମସଲା ହିଁ କାମ ହେଇଯିବ। ଆଉ ବହୁତ ହି ଭଲ ଛେଚା ମସଲା ଟେଷ୍ଟ ହୁଏ। ଆପଣମାନେ ଥରେ ଟ୍ରାଏ କରିବେ, ତାପରେ ମୋତେ କମେଣ୍ଟ କରି କହିବେ କେମିତି ହେଇଥିଲା। ଦେଖନ୍ତୁ ମାଛ ଫାଷ୍ଟ ଭାଜିଦେଲି, ଭାଜି ସାରି ତାକୁ ସବୁ ମାଛ ଭାଜିଦେବି। ଟିକେ ଅଧିକା ମାଛ ହେଇଥିଲା। ଆଉ ଏଇଟା ଯେହେତୁ ମାଛ ତେଲଟା ଏଇଟା ଖାଇଲେ ବହୁତ ଭଲ ଡାଇବେଟିସ୍ ପାଇଁ। ଦେଖନ୍ତୁ ମୁଁ ଫାଷ୍ଟ ପିଆଜ କାଟି ଦେଇଛି, ତାପରେ ଅଦା ରସୁଣ ଛେଚିଦେବା, ଭଲ ଭାବେ ଛେଚିଦେବା। ଟିକେ ଭଲ ଭାବେ ଛେଚିଲେ ତାହେଲେ ଭଲ ମେଲ୍ଟ ହେଇଯିବ ମସଲାରେ। ଦେଖନ୍ତୁ ପିଆଜଟା ତେଲରେ ପକାଇ ଦେଇଛି। ଏବେ ପିଆଜଟା ଭଲ କି ଜରିଲା ପରେ ଯାଇ ମସଲାଟା ପଡ଼ିବ, କାହିଁକି ପିଆଜ ଯେତେ ଜରିବ ସେତେ କଲର୍ ଆସିଯିବ। ଏବେ ହେଇଗଲା। ଦେଖନ୍ତୁ ମୁଁ ପିଆଜ ଟିକେ ଲୁଣ ପକାଇଦେବି, ସେ ଶୀଘ୍ର ଜରିଯିବ। ଆଉ ଲୁଣଟା ପିଆଜରେ ପକାଇଲେ ବହୁତ ଶୀଘ୍ର ହୁଏ। ଆଉ ସକାଳୁ ତ ସମସ୍ତଙ୍କ ଟାଇମ୍ ନଥାଏ ଏତେ ମାନେ ଟାଇମ୍ ଦେଇ କରିବାକୁ, ବହୁତ ଶୀଘ୍ର ଶୀଘ୍ର ହିଁ କରିବାକୁ ହୁଏ। ଦେଖନ୍ତୁ ପିଆଜ ଜରି ଆସିଲାଣି। ମୁଁ ହାଇ ଫ୍ଲେମ୍ ଦେଇଛି, ଲୋ ଫ୍ଲେମ୍ ଦେଇନି, କାହିଁକି ବହୁତ ଶୀଘ୍ର ତରକାରୀ କରିବାର ଥିଲା। ଏବେ ଦେଖନ୍ତୁ ପିଆଜ ଏମିତି ରଖି ମସଲା ଅଦା ରସୁଣଟା ଭଲ କି ଜାରିଦେବେ ସେଇ ତେଲରେ, ତାହେଲେ ବହୁତ ଭଲ ଟେଷ୍ଟ ହେବ। ଆଉ ପିଆଜ ସାଙ୍ଗେ ପଡ଼ିଲେ ଅଦା ରସୁଣଟା ଏତେ ଜରେନି। ଦେଖନ୍ତୁ ସବୁ ଗୋଳେଇ ଗାଳେଇ ତାପରେ ଟିକେ ପାଣି ଦେବା, କାହିଁକି ମସଲାଟା ଟିକେ ସିଝିବ ବୋଲି ଅଳ୍ପ ଟିକେ ପାଣି ଦେବା, ବେଶୀ ଦେବାନି, ଅଳ୍ପ ଟିକେ ଦେବା। ଆଉ ତାକୁ ଭଲ କରି ମସଲାଟାକୁ ଜାରିବେ। ଦେଖନ୍ତୁ ମସଲାଟା ଜରିଗଲାଣି। ଏବେ ଟିକେ ପାଣି ଦେଇ ତାକୁ ଟିକେ ମାନେ ସିଝିବା ପାଇଁ ଛାଡ଼ିବା। ତାପରେ ଆମେ ସବୁ ଗୁଣ୍ଡ ମସଲା ଗୁଡ଼ା ପକାଇବା। ଏବେ ଏଇଟା ଜରି ଆସିଲାଣି। ଦେଖନ୍ତୁ ଟିକେ ଟିକେ ସିଝି ଆସିଲାଣି। ଏବେ ଗୁଣ୍ଡ ମସଲା ଗୁଡ଼ା ପକାଇଦେବା। ଫାଷ୍ଟ ଲଙ୍କାଗୁଣ୍ଡ ପକାଇବେ। ଆପଣ ଯଦି ଲଙ୍କାଗୁଣ୍ଡ ନ ଖାଆନ୍ତି ତାହେଲେ ସ୍କିପ୍ କରିପାରିବେ, ହେଲେ ଲଙ୍କାଗୁଣ୍ଡ ଟିକେ କଲର୍ ଆସିଯାଏ। ଏବେ ହଳଦୀ ଗୁଣ୍ଡ ପକାଇବେ। ତାପରେ ଲୁଣ ତ ଆମେ ଫାଷ୍ଟ ହିଁ ପକାଇ ଦେଇଛେ, ଆଉ ପକାଇବେନି, ମୁଁ ଏକାଥରେ ଲୁଣ ପକାଇ ଦେଇଛି। ମସଲାଟା ବି ଭଲ କି ମିକ୍ସ କରିଦେବା। ମିକ୍ସ କରିସାରି ତାପରେ ଆମେ ଟିକେ ପାଣି ଦେଇକି ଟିକେ ମସଲାଟା ଆଉ ଟିକେ ସିଝିବା ପାଇଁ, ସେ ଯେଉଁ ମସଲାଟା ଆମେ ପକାଇଲେ ସେଇଟା ଟିକେ ସିଝିବା ପାଇଁ ଟାଇମ୍ ଦେବା। ଦେଖନ୍ତୁ କେମିତି ମୁଁ ପାଣି ଦେଇଦେଇଛି, କଲର୍ ଆସିଗଲାଣି। ଆପଣ ଲଙ୍କାଗୁଣ୍ଡ ଯଦି ନ ବି ପକାନ୍ତି ତାହେଲେ ଯେତେ ପିଆଜ ଜରିବ ସେ କଲର୍ ଆସିଯିବ। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବେ କଲର୍ ଆସିଯାଇଛି। ଆଉ ବହୁତ ସ୍ପିଡ଼ କାମ କରିବାକୁ ଗଲେ ତ ଗ୍ରାଇଣ୍ଡର ନଥିବ ବି ଏତେ ଭାବେ ବହୁତ ସ୍ପିଡ଼ରେ ହେଇଯିବ। ମୁଁ ଧନିଆ ପତ୍ରଟେ ପକାଇ ଦେଇଛି ବାସ୍ନା ପାଇଁ, ଆପଣ ପରେ ବି ପକାଇ ପାରିବେ, କିଛି ଅସୁବିଧା ନାହିଁ। ଏବେ ଆମେ ପାଣି ଟିକେ ଦେଇ ଆଳୁ ପକାଇଦେବା। ମୁଁ ତ ଆଳୁ ଦେଇଛି, ଆପଣ ଆଳୁ ସ୍କିପ୍ କରିପାରିବେ। ଆଳୁ ଦେଇକରି ଭଲ ଭାବେ ତାକୁ ଗୋଳେଇକି ତାପରେ ପାଣି ଦେଇଦେବା। ବହୁତ ହି ସିମ୍ପଲ୍ ଆଉ ସିମ୍ପଲ୍ ୱେରେ ଆପଣମାନେ ସକାଳେ ଯେଉଁ ଶୀଘ୍ର ଆମ ଟାଇମ୍ ଦରକାର କାମ କରିବାକୁ, ଏଇଟା ବହୁତ ଶୀଘ୍ର ହୁଏ। ଏଇଟା ଟ୍ରାଏ କରିବେ ଆଉ ମୋତେ ନିହାତି କମେଣ୍ଟ କରିବେ। ଏବେ ଆମ କଷା ହେଇଗଲାଣି, ସେ ପାଣିଟା ଯେଉଁ ଥିଲା ସେଇଟା ବି ଶୁଖିଗଲାଣି। ଏବେ ଆଉ ଟିକେ ପାଣି ଝୋଳ କରିବା। ମୁଁ ଫ୍ରାଏ କରିନି, ଝୋଳ କରୁଛି। ଆଉ ଆପଣ ଚାହିଁଲେ ଏଇ ଭାବେ କଷା ବି ରଖିପାରିବେ। ଆଉ ଦେଖନ୍ତୁ ତେଲଟା କେମିତି ଉପରୁ ଭାସି ହେଇଛି, ଆଉ ବହୁତ ହି ଭଲ ଟେଷ୍ଟ ହେଇଥିଲା। ଏଇ ଭାବେ ନିହାତି ଟ୍ରାଏ କରିବେ। ଆଉ ଭିଡ଼ିଓଟା ନିହାତି ଶେଷ ପର୍ଯ୍ୟନ୍ତ ଦେଖିବେ, ଦେଖିଲେ ଆପଣମାନେ ଜାଣିପାରିବେ କେମିତି ହେଇଛି ବୋଲି। ଧନିଆ ପତ୍ରଟେ ପକାଇଦେବା, ସେଇଟା ଫୁଟୁଥାଉ। ଫୁଟିଲା ପରେ ତାପରେ ଆମେ ଦେଖିବା କେତେ ସୁନ୍ଦର। ମୁଁ ସେଇଥିରୁ ପୁଅ ସ୍କୁଲ ଯିବ ବୋଲି ଟିକେ କାଢ଼ିକି ଦେଇଦେଲି। ଦେଖନ୍ତୁ ଫୁଟିଲା ପରେ କେତେ ସୁନ୍ଦର କଲର୍ ଆସିଛି। ଚ୍ୟାନେଲ୍ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।